ପ୍ରିୟ ମୋର ଛୋଟ ବଡ଼ ଭାଇ ଓ ଭଉଣୀ ଏବଂ ମୋର ସହପାଠୀ ବୃନ୍ଦ। ଆଜି ଦିନଟି ହେଉଛି ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିନ। ଏହି ଦିନକୁ ଗୁରୁ ଦିବସ ରୂପେ ପାଳନ କରୁ। ଏହି ପବିତ୍ର ଦିବସରେ ମୋର ମୋତେ କହିବାର ସୁଯୋଗ ମିଳୁଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ମାଲରାଜ ନିକଟବର୍ତ୍ତୀ ସର୍ବପଲ୍ଲୀ ଗାଁ, ସେହି ଗାଁରେ 1888 ମସିହା ସେପ୍ଟେମ୍ବର 5 ତାରିଖରେ ଗୋଟିଏ ଗରିବ ପରିବାର ଜନ୍ମ ହୋଇ ଜନ୍ମଦିନ ଆଜି ବିଶ୍ୱ ଇତିହାସର ଗୁରୁ ଦିବସ ତୁଳସୀ ଦୁଇ ପତ୍ରରୁ ଆସେ। ପିଲାଦିନରୁ ସାଙ୍ଗସାଥୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକମାନେ ଅଶେଷ ଭଲ ପାଉଥିଲେ। ବିଏ ପରୀକ୍ଷାରେ ସେ ଟପର ହୋଇଥିଲେ। ପିଲାଦିନେ ଯିଏ ପାଠ ପଢ଼ାରେ ରାହା ପାଉନଥିଲେ ସେ ପିଲାମାନଙ୍କୁ ପଢ଼ାଇବାରେ ରାହା ଦେଲେ। ସେ ଶିଶୁ ପରି ସରଳ ଥିଲେ ଏବଂ ବଜ୍ର ପରି କଠୋର କଥା କମ୍ କହୁଥିଲେ। କାମ ଅଧିକ କରୁଥିଲେ। ସେ ଏକାଧାରରେ ଅଧ୍ୟାପକ, ଦାର୍ଶନିକ ଓ ଧର୍ମ ପ୍ରଚାରକ ଥିଲେ। ଗୁରୁର ଅର୍ଥ ଅନ୍ଧାର ଏବଂ ରୁର ଅର୍ଥ ଦୂରାଇବା। ଅନ୍ଧାରକୁ ଯିଏ ଆଲୋକ ଦେଖାନ୍ତି ସେହି ସଦ୍ଗୁରୁ। ଏହି ମର୍ମରେ ସର୍ବପଲ୍ଲୀ ରାଧାକୃଷ୍ଣ ବିଶ୍ୱର ସର୍ବଶ୍ରେଷ୍ଠ ସଦ୍ଗୁରୁ। ଏହି ଯୁଗ ପୁରୁଷଙ୍କ ଜୟନ୍ତୀ ଅବସରରେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ଦେଶ ଓ ଜାତିର ସୁନାମ ରଖିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଗୁରୁଜୀ, ଗୁରୁମା ଓ ଗୁରୁଜନମାନଙ୍କୁ ମୋର ନମସ୍କାର। ବନ୍ଦେ ଉତ୍କଳ ଜନନୀ। ଧନ୍ୟବାଦ।